ଅତି ଉପଦେୟ ଜିନିଷ କହିଲେ। ମା ମାନେ ଟିକେ ଶୁଣନ୍ତୁ ମୋ କଥା। ଥରେ ଯଦି ଆମେ କହିବା ମିଛ, ଥରେ ଯଦି ଆମେ କହିବା ମିଛ, ମିଛ ଲାଗିଥିବ ପଛକୁ ପଛ। ଆମେ ଯଦି ଟିକେ ଅବହେଳା କରିବା ଆମ ସଂସାର ବୁଡ଼ିଯିବ। ତମେ ମାନେ ମୋ ମା ହବ, କିଏ ଖୁଡି ହବ, କିଏ ଭଉଣୀ ହବ, କିଏ ଭାଉଜ ହବ। ମୁଁ ସମସ୍ତଙ୍କୁ ନିବେଦନ ରଖି କହୁଛି, ଯୋଉ ଟିକି ଦିଦି ଯୋଉ କଥା କହିଲେ ତାଙ୍କୁ ସମସ୍ତେ ଗୁରୁତ୍ୱ ସହକାରେ ନେବେ। এই যে ব্রেস্ট ক্যান্সর এমিতি গোটে রোগ, সে মৃত্যু আড়କୁ টানি নিয়ে। ଆପଣ ଜାଣିଥିବେ ଜଣେ ମା କି ଭଉଣୀ କି ଝିଅ ଯଦି ବ୍ରେଷ୍ଟ କ୍ୟାନ୍ସର ହେଲା ତାର ଘରର ଅବସ୍ଥା କଣ, ଆଉ ଯଦି ଫୋର୍ଥ ଷ୍ଟେଜ ହେଇଗଲା ସେ ମୃତ୍ୟୁ ନିଶ୍ଚିତ। ଆମେ ପ୍ରଥମ ଦ୍ୱିତୀୟ ତୃତୀୟ এই স্টেজে কন্ট্রোল হয়েছে। এই কথা মু মো স্ত্রীকে কহে, এই কথা মু মো ঝিওকে কহে, এই কথা মু মো ভৌণীকে কহে। আমি কেবে রোগ লুচাইবানি, মনে রাখন্তু। আমি ডাক্তারଙ୍କୁ ଦେଖେଇବା। এই যে দিদি কହୁଥିଲେ মনে কর কাখেরে গোটে গোলি ହେଲା, এই কাখেরে ସିଏ ବି ହଉଛି ବ୍ରେଷ୍ଟ କ୍ୟାନ୍ସର ଲକ୍ଷଣ। ମନେ ରଖନ୍ତୁ, ଯଦି କାଖେରେ ଗୋଟେ ଗୁଲି ହଉଛି ତାକୁ ବି ଦେଖେଇବେ। ଆଉ ଭାବନ୍ତୁନି ଯେ ଇଏ ପଇସା ଖର୍ଚ୍ଚ ବୋଲି ସବୁ ମାଗଣା ଚିକିତ୍ସା ହବ। ଆମ କଟକରେ ସ୍ୱତନ୍ତ୍ର କ୍ୟାନ୍ସର ହସ୍ପିଟାଲ ଅଛି, ଆଉ ଆପଣ ମାନଙ୍କର ବି କାର୍ଡ ଅଛି। এই କାର୍ଡରେ ଆପଣ ମାନେ ମାଗଣା ଚିକିତ୍ସା ହେଇପାରିବେ। ମା ମାନେ ଟିକେ ଶୁଣନ୍ତୁ ଯାହା କହୁଛି ମୁଁ। ଇଏ ତ ଗଲା ବ୍ରେଷ୍ଟ କ୍ୟାନ୍ସର କଥା, ଆଉ ମୁଁ ଟିକେ କହୁଛି ହାର୍ଟ ଆଟାକ୍ କଥା କହୁଛି, ବା ବ୍ରେନ୍ ଷ୍ଟ୍ରୋକ କଥା କହୁଛି। ଗୋଟେ ସାଇଲେଣ୍ଟ କିଲର ଅଛି। ବିପି କିଛି ଅସୁବିଧା କରିବନି, ଡାଇବେଟିସ୍ କିଛି ଅସୁବିଧା କରିବନି, କୋଲେଷ୍ଟ୍ରଲ କିଛି ଅସୁବିଧା କରିବନି, କିନ୍ତୁ ଆପଣ ଶୋଇଥିବେ ସକାଳୁ ଉଠିଲା ଆସିକି ଆପଣଙ୍କ ଅଙ୍ଗ ଅଚଳ ହେଇଯାଇଥିବ, ଆପଣ ପାରାଲିସିସ୍ ହେଇଯାଇଥିବେ, ଆପଣ କୋମାରେ ପଳେଇଥିବେ। ଆମେ ଯେତେ ବିପି କି କଣ୍ଟ୍ରୋଲ କରିବା, ବିପି ଔଷଧ ମାଗଣା ମିଳୁଛି, ଡାଇବେଟିସ୍ ଔଷଧ ମାଗଣା ମିଳୁଛି, এই কোলেস্ট্রল ঔষধ মাগଣା ମିଳୁଛି। ଆମେ ସରକାରୀ ଡାକ୍ତରଖାନାକୁ ଯିବା, এই ତିନିଟା ରୋଗକୁ କଣ୍ଟ୍ରୋଲ କରିବେ, ବାଲାନ୍ସ କରିବେ, ଆପଣଙ୍କୁ କେବେ ହାର୍ଟ ଆଟାକ୍ ହବନି କି ବ୍ରେନ୍ ଷ୍ଟ୍ରୋକ ହବନି। এই তিনটা ରୋଗ, ତିନିଟା ଜିନିଷ। ଗୋଟେ ହଉଛି ବିପି, ମନେ ରଖନ୍ତୁ, ଗୋଟେ ହଉଛି ବିପି, ଗୋଟେ ଡାଇବେଟିସ୍, ଆଉ ଗୋଟେ ହଉଛି କୋଲେଷ୍ଟ୍ରଲ। এই ତିନିଟା ଜିନିଷ ଯଦି ବାଲାନ୍ସ ରହିଲା, ଆପଣଙ୍କ ପରିବାରରେ କାହାକୁ ବା ଆପଣଙ୍କୁ କେବେ ବି ବ୍ରେନ୍ ଷ୍ଟ୍ରୋକ ହବ ନାହିଁ କି ହାର୍ଟ ଆଟାକ୍ ହବ। ଆମେ କଣ କରୁଛେ, ଟିକେ ଖାଇଦେଲେ ଔଷଧ, ଏ ଥାଉ କିଛି ତ ହଉନି, କିଛି ନା ହଉନି ଖାଉ, ସେ କିନ୍ତୁ ଭିତରେ ଭିତରେ ଥିବ। ଏମାନେ ଅଛନ୍ତି ସାଇଲେଣ୍ଟ କିଲର, ଧୀରେ ଧୀରେ ମାରିବେ, କେତେବେଳେ ହଠାତ୍ ମାରିବେ। ଠିକ ଅଛି, ଆମେ ତ ଆଜି ସମୟ ଧୀରେ ଧୀରେ ବଢି ଯାଉଛି। ଆମ କାର୍ଯ୍ୟକ୍ରମକୁ ପୁଣି ଆଗେଇବା। ଆର ପରବର୍ତ୍ତୀ କାର୍ଯ୍ୟକ୍ରମ ଆମେ ରଖିଛୁ ସମର୍ଥନ କରିବୁ। ଆମ ଗାଁରେ ଆମେ 2 ଜଣ ଆର୍ପିଙ୍ଗ ଆଜି ଡାକିଛୁ, ଯାହାକି ଆମ କଲ୍ୟାଣୀ ଦେବୀ ଏବଂ ଟିକି ଦେବୀ। ଆମେ ଆମ ଟିକି ଦେବୀଙ୍କୁ ସମର୍ଥନ କରିବେ। ଆମେ ଜୋର କରତାଳି ଦବା। ଟିକି ଦେବୀ ଜୋରସେ କରତାଳି, କରତାଳି ହଉ, ଟିକେ ହୁଳ ଟିକେ ହଉ, ଟିକେ ହୁଳ ହଉ। ଧନ୍ୟବାଦ। ତାପରେ ପୁଣି ନିବେଦନ ରଖିବି, ଆମର ଆର୍ପି ମହୋଦୟା ବହୁତ କାମ ସାରି ଆପଣ ଆମ ଗାଁକୁ ଆସିଛନ୍ତି। କାଲି ବି ଟ୍ରେନିଂ ଥିଲା, ଆଜି ମିଟିଂ ଥିଲା। ଆମ କଲ୍ୟାଣ ଦେବୀ କି ସମର୍ଥନ କରିବେ। କରତାଳି, ଜୋରସେ କରତାଳି ହଉ। ତାପରେ ଆମ ଗାଁରେ ଯେଉଁ ମା ମାନଙ୍କର ଝିଅ ମାନେ ନର୍ସିଂ ଚାକିରି ପାଇଛନ୍ତି, ସେ ମା ମାନଙ୍କୁ ଆମେ ଡାକିବୁ। ଯେଉଁ ଝିଅ ମାନେ ଆମ ଗାଁର ନର୍ସିଂ ଚାକିରି ପାଇଛନ୍ତି, ନର୍ସ ଅଫିସର, ନର୍ସିଂ ଅଫିସର ହେଇଛନ୍ତି ବିଭିନ୍ନ ମେଡିକାଲରେ, সেই ମା ମାନଙ୍କୁ ଆମେ ଡାକିବୁ। ଗୋଟେ ଛୋଟିଆ ଉପହାର ଦେବୁ। ଆପଣ ମାନେ ଜାଣନ୍ତୁ, ଏ କିଛି ନାହିଁ, ମାନେ ଆମର ଏଇ ଯୋଉ ମୋ ଗାଁ ଗ୍ରୁପ
ଆନୁକୂଲ୍ୟ ଏବଂ ଓମ୍ ଶାନ୍ତି ତାଙ୍କ ସହଯୋଗରେ କାର୍ଯ୍ୟକ୍ରମ। ତା ପୂର୍ବରୁ ଆମେ ବୟ ବର୍ଣ୍ଣନା କାର୍ଯ୍ୟକ୍ରମ କରିଥିଲୁ। ସେମିତି କିଛି ଅନୁଦାନ କୋଉଠୁ ଆସୁନି। କେବଳ ଆମେ ଚାହୁଁଛୁ ଏ ଗାଁ ମାଟିର ଉନ୍ନତି, ଆଉ କିଛି ନାହିଁ। ମୋ ଗାଁ ମାଟିର ସବୁ ପିଲା ଚାକିରି କରନ୍ତୁ, ସବୁ ପିଲା ମଣିଷ ହୁଅନ୍ତୁ, ଆମର ଲକ୍ଷ୍ୟ ଏଇଆ। ଆମ ଲକ୍ଷ୍ୟ ଆଉ କିଛି ନାହିଁ। ବର୍ତ୍ତମାନ ମୁଁ ସେଇ ମା ମାନଙ୍କୁ ଡାକିବି, ଯୋଉ ମା ମାନଙ୍କ ପିଲାମାନେ ନର୍ସିଂ ଅଫିସର ହେଇଛନ୍ତି। ଶୁଣିଥିବେ ଆମ ଗାଁର ପ୍ରଥମ ଡାକ୍ତର କିଏ ଜାଣିଛନ୍ତି? କହିବେ କିଏ? ଆମ ଗାଁର ପ୍ରଥମ ଡାକ୍ତର କିଏ? ଆମ ଗାଁର ପ୍ରଥମ ଡାକ୍ତର କିଏ କିଏ କହିବେ? କିଏ? ପଦ୍ମ ଭାଇନା। ଆମ ଗାଁର ପ୍ରଥମ ଡାକ୍ତର ଫକୀ ଭାଇନା, ପଦ୍ମ ଭାଇନା, ଯାହା ଘର ଏଇଠି ଆମେ ତାଙ୍କ ଘର ଆଗରେ ସମୟ ଠିଆ ହେଇଛି। ତାଙ୍କୁ ଦେଖିକରି ଆମ ଗାଁରେ ଯେ 13 ଜଣ ଡାକ୍ତର, ସେ ହେଉଛନ୍ତି ପଥ ପ୍ରଦର୍ଶକ। এই মেডিକାଲ ଲାଇନର ପଥ ପ୍ରଦର୍ଶକ ହେଉଛନ୍ତି ଆମ ଫକୀ ଭାଇନା। ସେମିତି এই ନର୍ସିଂ ଲାଇନର ପଥଦର୍ଶିକା ହେଉଛନ୍ତି ଆମ ଗାଁର ଗୋଟେ ଝିଅ। ନର୍ସିଂ ଲାଇନର ତାଙ୍କୁ ଦେଖି ଅନ୍ୟ ଝିଅମାନେ ସେ ନର୍ସିଂ ଲାଇନ ପଢିଲେ। ସେ ଜାଣିଛନ୍ତି କିଏ? ନା, ଶ୍ରୀମତୀ ସସ୍ମିତା ପଣ୍ଡା। ତାଙ୍କ ପିତା ରହୁଛି ଆମ ନିତ୍ୟାନନ୍ଦ ପଣ୍ଡା, ମା ହେଉଛନ୍ତି ଉମାରାଣୀ ପଣ୍ଡା। ଉମାରାଣୀ ପଣ୍ଡାଙ୍କୁ ଡାକୁଛି, ସେ ମଞ୍ଚ ଉପରକୁ ଆସନ୍ତୁ। ଉମାରାଣୀ ପଣ୍ଡା, ଉମାରାଣୀ ପଣ୍ଡା ତାଙ୍କ ଝିଅ ପ୍ରଥମ ନର୍ସିଂ ଅଫିସର ଏ ଗାଁ ମାଟିରେ। ତାଙ୍କ ଝିଅକୁ ଦେଖି ଅନେକ ଝିଅ ଆଜି ନର୍ସିଂ ଅଫିସର ଓଡ଼ିଶାର ବିଭିନ୍ନ ପ୍ରକାର ମେଡିକାଲରେ। ପଣ୍ଡାକୁ ନିବେଦନ ରଖିବି, ଉମାରାଣୀ ପଣ୍ଡା ଟିକେ ଷ୍ଟେଜ ପାଖକୁ ଆସନ୍ତୁ। ପିଲା ପାଣିକି ଆସନ୍ତୁ ଭିତର ସୁଦ୍ଧା।